ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନର କାରଣରୁ ଜୀବନରେ କେତେବେଳେ ସୁଖ ତ ପୁଣି କେତେବେଳେ ଦୁଃଖ ଲାଗି ରହିଥାଏ। ବର୍ତ୍ତମାନର ସମୟରେ ଗ୍ରହମାନଙ୍କର ଗତିବିଧିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯାହା କାରଣରୁ ଶନିଦେବଙ୍କର ବିଶେଷ କୃପା କିଛି ବିଶେଷ ରାଶିର ଲୋକମାନଙ୍କ ଉପରେ ପଡ଼ିବାକୁ ଯାଉଛି, ଯାହା ଫଳରେ ଏହି ରାଶିର ଲୋକମାନଙ୍କ ଜୀବନରେ ସେମାନଙ୍କର ଭାଗ୍ୟର ତାଲା ଖୋଲିବାକୁ ଯାଉଛି। ଶନିଦେବଙ୍କର କୃପା ଯେଉଁ ରାଶିର ବ୍ୟକ୍ତିମାନଙ୍କ ଉପରେ ପଡ଼ିଥାଏ, ସେହି ବ୍ୟକ୍ତିମାନଙ୍କୁ ସେମାନଙ୍କ ଜୀବନରେ କେବେ ମଧ୍ୟ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡ଼ିନଥାଏ। ଏହି ପରିବର୍ତ୍ତନ କାରଣରୁ 5ଟି ଭାଗ୍ୟଶାଳୀ ରାଶିମାନଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ପଡ଼ିବାକୁ ଯାଉଛି। ସେହି ରାଶିମାନଙ୍କ ଜୀବନରେ ପୂର୍ବରୁ ଲାଗି ରହିଥିବା ସମସ୍ତ ସମସ୍ୟା ଗୁଡ଼ିକର ଏବେ ନାଶ ହେବାକୁ ଯାଉଛି। ଏମାନଙ୍କ ଜୀବନରେ ଏବେ ଏମାନଙ୍କ ପାଇଁ ସଫଳତାର ଦ୍ୱାର ଖୋଲିଯାଇଛି। ଜୀବନରେ ଉନ୍ନତିର ନୂତନ ଅବସର ଏହିମାନଙ୍କୁ ଏହି ସମୟରୁ ପ୍ରାପ୍ତ ହେବ। ଶନିଦେବଙ୍କର ଆଶୀର୍ବାଦରୁ ଘରେ ମଧ୍ୟ ସୁଖ ଶାନ୍ତି ସମୃଦ୍ଧି ସ୍ଥିର ହୋଇ ରହିବ। ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ରହିବ, ଯାହା ଫଳରେ ଜୀବନରେ ସମସ୍ତ ଦିଗରୁ ପୂର୍ବ ଅପେକ୍ଷା 10 ଗୁଣ ଅଧିକ ମାତ୍ରାରେ ଧନ ବୃଦ୍ଧି ହୋଇବ। ଏମାନଙ୍କ ଜୀବନକୁ ଆକସ୍ମିକ ହୋଇ ଆସିବ। ଏହି ରାଶିର ବିଦ୍ୟାର୍ଥୀମାନେ ମଧ୍ୟ ବିଦ୍ୟା କ୍ଷେତ୍ରରେ ଖୁବ୍ ଉନ୍ନତି କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ନିଜ କର୍ମ ପାଇଁ ସମସ୍ତଙ୍କଠାରୁ ସମ୍ମାନ ପ୍ରାପ୍ତ ହେବ। ସମାଜରେ ମଧ୍ୟ ଏହି ରାଶିର ବ୍ୟକ୍ତିମାନେ ଖୁବ୍ ମାନ ସମ୍ମାନ ଲାଭ କରିବେ। ବନ୍ଧୁଗଣ, ସେହି ଭାଗ୍ୟଶାଳୀ ରାଶିମାନଙ୍କର ନାମ ହେଲା ମିଥୁନ ରାଶି, କର୍କଟ ରାଶି, ବୃଷ ରାଶି, ମୀନ ରାଶି ଓ କନ୍ୟା ରାଶି। ଏହି 5ଗୋଟି ରାଶିମାନଙ୍କର ଜୀବନରେ ଏବେ ଏକ ନୂତନ ସୁନ୍ଦର ସମୟ ଆରମ୍ଭ ହେବାକୁ ଯାଉଅଛି।